ଆଜି ପିଲାମାନେ ଆମେ ଆମର ଏଇ ପ୍ରକୋଷ୍ଠ ମଧ୍ୟରେ କିଛି ବାକ୍ୟ ଗଠନ ଆଲୋଚନା କରିବା ଯୋଉଗୁଡ଼ିକ କି ଆମ ପାଇଁ ସମ୍ୟକ୍ ଆବଶ୍ୟକ, ସମ୍ୟକ୍ ଜ୍ଞାତବ୍ୟ, ମାନେ କିଛି ଜାଣିବା ନିହାତି ଦରକାର। ପିଲାମାନେ ଦେଖ, ଯୋଉଗୁଡ଼ିକ ଆମେ ବ୍ୟବହାର ପାରିବା ସାଧାରଣ ଭାବରେ, ଆମେ ସେମିତି କିଛି ବାକ୍ୟ ଗଠନ ଆଜି ଆଲୋଚନା କରିବା। ଦେଖ, ପ୍ରଥମେ ଗୋଟେ ମୁଁ ଆଲୋଚନା କରୁଛି। ଦେଖ, ଉବାଚ। ଉବାଚ ମାନେ କଣ? ଉବାଚ ମାନେ କହିଲେ। ଶ୍ରୀ ଅର୍ଜୁନ ଉବାଚ, ଶ୍ରୀକୃଷ୍ଣ ଉବାଚ, ଯୁଧିଷ୍ଠିର ଉବାଚ। ବୁଝିପାରିଲ ପିଲାମାନେ? ଉବାଚ ମାନେ କଣ? କହିବା। ଭବେତ୍, ଭବେତ୍ କହିଲେ ହୋଇପାରେ। ଅଦ୍ୟ ବୃଷ୍ଟି ଭବେତ୍, ଆଜି ବର୍ଷା ହେଇପାରେ। ପ୍ରଶ୍ନାନ୍, ପ୍ରଶ୍ନାନ୍ କହିଲେ ପ୍ରଶ୍ନ ଗୁଡ଼ିକୁ। ତ୍ୱମ୍ ପ୍ରଶ୍ନାନ୍ ପୃଚ୍ଛ, ଅର୍ଥାତ୍ ତୁମେ ପ୍ରଶ୍ନ ପଚାର। ଜାୟତେ, ଜାୟତେ କହିଲେ ଜାତ ହୁଏ। କସ୍ତୁରୀ ଜାୟତେ କସ୍ମାତ୍, କସ୍ତୁରୀ କେଉଁଥିରୁ ଜାତ ହୁଏ? କସ୍ତୁରୀ ପିଲାମାନେ ଜାଣିଛ? ଗୋଟେ ସୁଗନ୍ଧିତ ଦ୍ରବ୍ୟ, ଯୋଉଟା କି ଜଗନ୍ନାଥଙ୍କର ବିଡିଆ ପାନରେ ପଡେ। ବୁଝିଲା? ରକ୍ଷତି, ରକ୍ଷତି ମାନେ ରକ୍ଷା କରେ। ବୃକ୍ଷ ରକ୍ଷତି ରକ୍ଷିତଃ, ଗଛକୁ ରକ୍ଷା କଲେ କଣ ରକ୍ଷା ମିଳିବ। ସର୍ବତ୍ର, ସର୍ବତ୍ର କହିଲେ ସବୁଠି। ସର୍ବତ୍ର ନିର୍ମଳମ୍ ଜଳମ୍ ନାସ୍ତି, ସବୁଠାରେ ନିର୍ମଳ ଜଳ ନାହିଁ। ତୁମେ ପିଲାମାନେ ଆଉ ତୁମ ମନରୁ ମଧ୍ୟ କିଛି ବାକ୍ୟ ବାହାର କରିପାରିବ। ଗୋଟେ ତୁମକୁ କୁହାଗଲା ମାନେ ତୁମେ ମନକୁ ମନ କରିଦେଇ ପାରିବ। ସର୍ବତ୍ର ସ୍ୱଚ୍ଛ ଜଳମ୍ ନାସ୍ତି, ସର୍ବତ୍ର ଗୃହମ୍ ନାସ୍ତି, ସର୍ବତ୍ର ଅରଣ୍ୟମ୍ ନାସ୍ତି, ଏମିତି ତମେ କରିଦେଇ ପାରିବ। ସ୍ୟାତ୍, ସ୍ୟାତ୍ ମାନେ ହୋଇପାରେ। ପୁରୁଷଃ କଥମ୍ ମୃତଃ ସ୍ୟାତ୍, ତୁମେ ପଢିଛ ଯୁଧିଷ୍ଠିର ଯକ୍ଷ ସମ୍ବାଦରୁ। କିପରି ପୁରୁଷ ମୃତ ସଦୃଶ, ନାଇଁ? ଅତ୍ର, ଅତ୍ର କହିଲେ ଏଠାରେ। ଅତ୍ର ମାନବାଃ ତିଷ୍ଠନ୍ତି, ଏଠାରେ ମଣିଷ ମାନେ ରହୁଛନ୍ତି। ମେଘେ, ହେଲା, ମେଘ କହିଲେ ମେଘରେ। ମେଘ ଶବ୍ଦ ଗୋଟେ ଅକାରାନ୍ତ ଶବ୍ଦ। ଏହାର ସପ୍ତମ ବିଭକ୍ତି ଏକବଚନ ହଉଛି ମେଘରେ। ମେଘେ ମାଘେ ଗତମ୍ ବୟଃ, ହେଲା। ଧିଆ, ଧିଆ ମାନେ ହେତୁ। ଆଦର୍ଶ ସ୍ଥାନୀୟମ୍ ଭବେତ୍ ଧିଆ ଅତ୍ର ଉପସ୍ଥିତାଃ, ହେଲା। ଅତ୍ର ଧିଆ ଉପସ୍ଥିତାଃ କରିପାରିବ। ଭୂତାନି, ଭୂତାନି ମାନେ ଭୂତ ଗୁଡ଼ିକୁ। ଭୂତ ତମେ ମାନେ ପିଲାମାନେ ଜାଣିଛ, କ୍ଷିତ୍ ଅପ୍ ତେଜ ମରୁତ ବ୍ୟୋମ, ଆକୁ ପଞ୍ଚ ମହାଭୂତ କୁହାଯାଏ। ତାହେଲେ ଭୂତ ଗୁଡ଼ିକ ଏଠାରେ ଅଛନ୍ତି। କଣ କହିବା? ଏତାନି ଭୂତାନି ସନ୍ତି, ଏମାନେ ଭୂତ ଅଟନ୍ତି। ଭୂତ ବୁଝିଲଟି? ମାଟି, ପାଣି, ପବନ, ଅଗ୍ନି, ଆକାଶ। ଆଚ୍ଛା। ସାଧୟତି, ସାଧୟତି ମାନେ ସାଧନ କରେ। ସାଧକଃ ସାଧୟତି ସର୍ବମ୍, ଯିଏ ସାଧକ ସେ ସବୁ କିଛିକୁ କଣ ସାଧନ କରିପାରନ୍ତି। ପ୍ରତୀକମ୍, ପ୍ରତୀକ ମାନେ ଚିହ୍ନ ବା ସଂକେତ। ରାଷ୍ଟ୍ରୀୟ ଧ୍ୱଜମ୍ ରାଷ୍ଟ୍ରସ୍ୟ ପ୍ରତୀକମ୍, ବୁଝିଲା? ରାଷ୍ଟ୍ରୀୟ ଧ୍ୱଜ ରାଷ୍ଟ୍ରର କଣ ଅଟେ? ଚିହ୍ନ ଅଟେ ବା ପ୍ରତୀକ ଅଟେ। ଅତଃ, ଅତଃ ମାନେ ଏଣୁ। ଅତଃ ଅହମ୍ ଗମିଷ୍ୟାମି, ତମେ ନିଜେ ନିଜେ ବଢିଆ ଭାବରେ କରିପାରିବ। ଅତଃ ଅହମ୍ ପଠିଷ୍ୟାମି, ଅତଃ ଅହମ୍ ବ୍ୟାକରଣମ୍ ପଠିଷ୍ୟାମି, ବା ଏମିତି ଲେଖିପାରିବ ସବୁ। ଗମିଷ୍ୟାମି କହିଲେ ପଠିଷ୍ୟାମି, କରିଷ୍ୟାମି, ଏମିତି କରି ଲେଖିପାରିବ। ହିତମ୍, ହିତ ମାନେ ହିତ। ତୁଭ୍ୟମ୍ ହିତମ୍ ଅସ୍ତୁ, ହିତ ମାନେ ମଙ୍ଗଳ ହଉ, ତୁମର ହିତ ହଉ ବା ମଙ୍ଗଳ ହଉ। ଏବଂ, ଏବଂ ନ କରଣୀୟମ୍, ଏପରି କରିବା ଉଚିତ ନୁହେଁ। ପ୍ରଦତ୍ତମ୍, ପ୍ରଦତ୍ତମ୍ ମାନେ ଦେଲେ। ତେନ ଧନମ୍ ପ୍ରଦତ୍ତମ୍, ତାଙ୍କ ଦ୍ଵାରା ଧନ ଦିଆଗଲା, ମାନେ ଏଇଟା କର୍ମବାଚ୍ୟରେ ରହିଛି। ଦେଖ ପିଲାମାନେ, ଉକ୍ତବତୀ, ଉକ୍ତବତୀ ଏଇଟା ସ୍ତ୍ରୀଲିଙ୍ଗରେ ଅଛି, କହିଲେ, ତେଣୁ ମାତା ଲାଗିଲା। ମାତା ସତ୍ୟମ୍ ଉକ୍ତବତୀ, ମାତା ସତ୍ୟ କହିଲେ। ଜନାନ୍, ଜନାନ୍ କହିଲେ ଲୋକଙ୍କୁ। ମନ୍ତ୍ରୀ ଜନାନ୍ ଅକଥୟତ୍, ହେଲା, ମନ୍ତ୍ରୀ ଲୋକମାନଙ୍କୁ
କହିଲେ ନଗରେ, ନଗରେ ମାନେ ସହରରେ, ନଗରେ ବସନ୍ତି ଜନାଃ, ସହରରେ ଲୋକମାନେ ବାସ କରନ୍ତି। ବାଲ୍ୟାତ୍, ବାଲ୍ୟାତ୍ ମାନେ ପିଲାଦିନୁ, ବାଲ୍ୟାତ୍ ଆତୁରଃ ଅହମ୍, ମୁଁ ପିଲାଦିନୁ ଆତୁର, ବା ସହ ବାଲ୍ୟାତ୍ ଚତୁରଃ, ସେ ପିଲାଦିନୁ ଚାଲାକ୍। କୃତେ, କୃତେ ମାନେ ପାଇଁ, ତବ କୃତେ ଫଳମସ୍ତି, ତୁମ ପାଇଁ ଫଳ ରହିଛି। ହେଲା, ତବ କୃତେ ଅହମ୍ କିମ୍ କରିଷ୍ୟାମି, ତୁମ ପାଇଁ ମୁଁ କଣ କରିପାରିବି। ଇତି, ଇତି ମାନେ ବୋଲି, ହରିଶ୍ଚନ୍ଦ୍ରଃ ଇତି ରାଜା ଆସୀତ୍, ହରିଶ୍ଚନ୍ଦ୍ର ବୋଲି ଜଣେ ରାଜା ଥିଲେ। ନାମ୍ନା, ନାମ୍ନା କହିଲେ ନାମରେ, ଅହମ୍ ନାମ୍ନା ଶେଖରଃ, ହେଲା, ତୁମେ ତୁମ ନାଁଟି ଲେଖିପାରିବ, ଅହମ୍ ନାମ୍ନା ତୁମ ନାଁ ଦେଇପାରିବ। ଯୁଗୁପ୍ସତେ, ଯୁଗୁପ୍ସତେ ମାନେ ଘୃଣା କରିବା, ସର୍ବେ କୃପଣାତ୍ ଯୁଗୁପ୍ସନ୍ତେ, ସମସ୍ତେ କୃପଣକୁ ଘୃଣା କରନ୍ତି। ହେଲା, ଜାୟତେ, ଜାୟତେ ମାନେ ଜାତ ହେବା, ବୀଜାତ୍ ବୃକ୍ଷଃ ଜାୟତେ, ହେଲା, ମଞ୍ଜିରୁ ଗଛ ସୃଷ୍ଟି ହୁଏ। ଶୀତସ୍ୟ, ଶୀତସ୍ୟ କହିଲେ ଶୀତ, ଶୀତସ୍ୟ ହେତଃ କମ୍ପତେ, ବା ତମେ ଲେଖିପାରିବ ବୃଦ୍ଧଃ ଶୀତସ୍ୟ ହେତଃ କମ୍ପତେ, ବୃଦ୍ଧ ବ୍ୟକ୍ତି ଜଣକ ଶୀତ ହେତୁରୁ ଥରୁଛନ୍ତି। ହେତଃ ମାନେ ବି ସେଇ ହେତୁ, ଶୀତସ୍ୟ ହେତଃ କମ୍ପତେ, ବା ବୃଦ୍ଧଃ ବା ବୃଦ୍ଧା ଶୀତସ୍ୟ ହେତଃ କମ୍ପତେ। ଭଜତି, ଭଜତି କହିଲେ ଭଜନ କରେ, ଭକ୍ତଃ ଜଗନ୍ନାଥସ୍ୟ ପାଦୟୋଃ ଭଜତି, ନାଇଁ, ଭକ୍ତଃ ଜଗନ୍ନାଥସ୍ୟ ଭଜନମ୍ ଭଜତି। ପିଲାମାନେ ଦେଖ, ଉତ୍ତରତଃ ଦକ୍ଷିଣତଃ, ଉତ୍ତରର ମାନେ ଉତ୍ତରତଃ ମାନେ ଉତ୍ତରରେ, ଦକ୍ଷିଣତଃ ମାନେ ଦକ୍ଷିଣରେ, ନାଇଁ, ଗୃହସ୍ୟ ଉତ୍ତରତଃ ଉଦ୍ୟାନମ୍ ଅସ୍ତି, ମାନେ ଘରର ଉତ୍ତରରେ ଉଦ୍ୟାନ ରହିଛି, ବା ଗୃହସ୍ୟ ଦକ୍ଷିଣନ ଉଦ୍ୟାନମ୍ ଅସ୍ତି ଲେଖିପାରିବ, ନଦୀ ପ୍ରବହତି ଲେଖିପାରିବ, ଯାହା ତମେ ଲେଖିପାରିବ। ବୁଝିପାରିଲ? ଆଉ ଗୁଡ଼ିଏ ମଧ୍ୟ କିଛି ଦେଖିବା, ଦେଖ ଚାଲ, ଆମର ଏଗୁଡ଼ିକ ନିହାତି ଜାଣିବା ଦରକାର, ଆଗ୍ରହ ଥିଲେ ନିଶ୍ଚିତ ଭାବରେ ଆମେ ଚେଷ୍ଟା କରି ଏଗୁଡ଼ିକୁ ମନେ ରଖିବା ଏବଂ ଜାଣିବା। ଦେଖ, ସମାନ, ସମାନ କହିଲେ ସମ ବା ସମାନ, ଅର୍ଜୁନସ୍ୟ ସମାନ ଧନୁର୍ଦ୍ଧରଃ ନାସ୍ତି, ଅର୍ଜୁନଙ୍କ ପରି ଧନୁର୍ଦ୍ଧର ନାହାନ୍ତି। ହେଲା, ଅର୍ଜୁନସ୍ୟ ସମାନ ବା ସମ ଧନୁର୍ଦ୍ଧରଃ ନାସ୍ତି। ଶ୍ରେଷ୍ଠ, ଶ୍ରେଷ୍ଠ କହିଲେ ଶ୍ରେୟଃ ବା ଶ୍ରେଷ୍ଠ, କବିଷୁ କାଳିଦାସଃ ଶ୍ରେଷ୍ଠଃ, ଏଥର ଭଲ ଭାବରେ ମନେ ରହିଯିବ ତୁମର, କବିମାନଙ୍କ ମଧ୍ୟରେ କାଳିଦାସ ଶ୍ରେଷ୍ଠ। ହସ୍ତେନ, ହସ୍ତେନ କହିଲେ ହାତରେ, ହସ୍ତ ଶବ୍ଦର ତୃତୀୟ ବ୍ୟକ୍ତି ଏକ ବଚନ, ଶିଶୁଃ ହସ୍ତେନ ଖାଦତି, ପିଲାଟି ବା ଛୋଟ ଛୁଆଟି ହାତରେ ଖାଉଛି। କଲମେନ, କଲମେନ କହିଲେ କଲମରେ, ଅହମ୍ କଲମେନ ପାଠମ୍ ଲିଖାମି, ମୁଁ କଲମରେ ପାଠ ଲେଖୁଛି। ପାଦାଭ୍ୟାମ୍, ପାଦାଭ୍ୟାମ୍ କହିଲେ ଦୁଇ ପାଦରେ, ତ୍ୱମ୍ ପାଦାଭ୍ୟାମ୍ ଗୃହମ୍ ଗଚ୍ଛସି, ତୁମେ ଦୁଇ ପାଦରେ ଘରକୁ ଯାଉଛ। ବାଳକେନ, ବାଳକେନ କହିଲେ ବାଳକ ଦ୍ୱାରା, ବାଳକ ଶବ୍ଦର ତୃତୀୟ ବିଭକ୍ତି ଏକ ବଚନ, ସମସ୍ତେ ଜାଣିଛ ପିଲାମାନେ ଏଇଟା, ତାହେଲେ ଆମେ କେମିତି ବାକ୍ୟ ଗଠନ କରିପାରିବା, ବାଳକେନ ପାଠଃ ପଠ୍ୟତେ, ବାଳକ ଦ୍ୱାରା ପାଠ ପଢା ଯାଉଛି। ସେହିପରି ରାମେଣ, ରାମେଣ କହିଲେ ରାମଙ୍କ ଦ୍ୱାରା, ରାମେଣ ବନମ୍ ଗତମ୍, ରାମଙ୍କ ଦ୍ୱାରା ବଣ ଯିବା ହୋଇଥିଲା, ମାନେ ଏଇଟା କର୍ମବାଚ୍ୟରେ ହିଁ ରହିଛି। ତୋୟା, ତୋୟା ମାନେ ତୁମ ଦ୍ୱାରା, ତୋୟା କିମ୍ କ୍ରିୟତେ, ତୁମ ଦ୍ୱାରା କଣ କରାଯାଇପାରିବ, ଯେମିତି ମୟା, ମୟା ମାନେ ମୋ ଦ୍ୱାରା, ମୟା ସତ୍ୟମ୍ ଉକ୍ତମ୍, ମୋ ଦ୍ୱାରା ସତ କୁହାଯାଇଛି। ଦୁଃଖେନ, ଦୁଃଖେନ ମାନେ ଦୁଃଖରେ, କଥମ୍ ଦୁଃଖେନ ବଦସି, କାହିଁକି ଦୁଃଖରେ କହୁଛ। ହେଲା, ପ୍ରାୟେଣ, ପ୍ରାୟଣ କହିଲେ ପ୍ରାୟତଃ, ପ୍ରାୟଣ ତେ ଦରିଦ୍ରାଃ, ପ୍ରାୟତଃ ସେମାନେ କଣ ଦରିଦ୍ର। ଗୋତ୍ରେଣ, ଗୋତ୍ର ପିଲାମାନେ ଜାଣିଛ ନା ନାଇଁ, ଗୋତ୍ର କହିଲେ ଆମ ସମସ୍ତଙ୍କର ଗୋତ୍ର ରହିଛନ୍ତି ଇଷ୍ଟ ଦେବତା, ନାଇଁ କି, ସେମିତି ସହ ଗୋତ୍ରେଣ ଗୌତମଃ, ହେଲା, ତାଙ୍କର ଇଷ୍ଟ ଦେବତା କଣ ଗୌତମ। ପ୍ରତି, ପ୍ରତି ମାନେ ଆଡକୁ, ବିଦ୍ୟାଳୟମ୍ ପ୍ରତି ବାଳକଃ ଗଚ୍ଛତି, ସେମିତି ମାତରମ୍ ପ୍ରତି ଶିଶୁଃ ଗଚ୍ଛତି ଲେଖିପାରିବା।
शीघ्रम शीघ्रम कहले चंचल बा शीघ्र। शिशु शीघ्रम धावती, पिलाटी कौन शीघ्र दौड़ुछि। हा हा शब्द पिला माने जानिଛ? हा माने दुखरे कुआ जाए। हा हतस्मी, हे मु मल्ली ହେଲା। ଅନ୍ତରା ଅନ୍ତରା ମାନେ ମଧ୍ୟରେ ବା ମଝିରେ। ରାମମ୍ ଲକ୍ଷ୍ମଣମ୍ ଚ ଅନ୍ତରା ସୀତା ଗଚ୍ଛତି। ବୁଝିପାରିଲ? ରାମ ଓ ଲକ୍ଷ୍ମଣ ମଝିରେ ସୀତା ଯାଉଛନ୍ତି। ଆଉ ଗୋଟିଏ ବଢିଆ ବାକ୍ୟ ତମେ ଲେଖିପାରିବ। ଜଗନ୍ନାଥମ୍ ବଳଭଦ୍ରମ୍ ଚ ଅନ୍ତରା ସୁଭଦ୍ରା ବିରାଜତେ। ହେଲା, ଜଗନ୍ନାଥ ଆଉ ବଳଭଦ୍ରଙ୍କ ମଧ୍ୟରେ ସୁଭଦ୍ରା ବିରାଜମାନ କରୁଛନ୍ତି। ଅଭିନିବିଶତେ ଅଭିନିବିଶତେ ମାନେ ମନ ଦିଏ। ଛାତ୍ର ପାଠମ ଅଭିନିବିଶତେ, ପିଲାଟି ପାଠରେ ମନୋନିବେଶ କରିଛି। ଦିବସମ୍ ଦିବସ ମାନେ ଦିନଟିଏ। ଅହମ୍ ଅତ୍ର ଦିବସମ୍ ସ୍ଥାସ୍ୟାମି, ଅର୍ଥାତ୍ ମୁଁ ଏଠାରେ ଦିନଟିଏ ରହିବି। ସ୍ଥାସ୍ୟାମି ମାନେ ରହିବି। ଧିକ୍ ଧିକ୍ ମାନେ ଧିକ୍କାର କରିବା, ନିନ୍ଦା କରିବା। ଗୁରୁ ନିନ୍ଦୁକମ୍ ଧିକ୍, ହେଲା, ଗୁରୁଙ୍କୁ ଯିଏ ନିନ୍ଦା କରେ ତାକୁ ଧିକ୍କାର। ସମୟା ସମୟା ମାନେ ନିକଟରେ। ଗ୍ରାମମ୍ ସମୟା ନଦୀ ପ୍ରବହତି, ଅର୍ଥାତ୍ ଗାଁ ନିକଟରେ ନଦୀ ପ୍ରବାହିତ ହେଉଛି। ଉଭୟତଃ ଉଭୟତଃ ମାନେ ଦୁଇ ପଟେ। ମାର୍ଗମ୍ ଉଭୟତଃ ବୃକ୍ଷାଃ ସନ୍ତି, ହେଲା, ଅର୍ଥାତ୍ ବାଟର ଦି ପାଖରେ ଗଛ ଗୁଡିକ ରହିଛି। ଭ୍ରମତି ଭ୍ରମତି ମାନେ ବୁଲୁଛି। ପୁତ୍ରଃ ନଦୀ କୂଳେ ଭ୍ରମତି, ମନୋଜଃ ନଦୀ କୂଳେ ଭ୍ରମତି। କୁଶଳଃ କୁଶଳ ମାନେ କୁଶଳ ବା ମଙ୍ଗଳ। ରାଧାନାଥଃ କାର୍ଯ୍ୟେ କୁଶଳଃ, କୁଶଳ ଯୋଗେ କଣ ହବ? ସପ୍ତମୀ ବିଭକ୍ତି ହବ। ରାଧାନାଥଃ କାର୍ଯ୍ୟେ କୁଶଳଃ। ହନ୍ତି ହନ୍ତି ମାନେ ହତ୍ୟା କରିବା। ଦନ୍ତୟୋଃ ହନ୍ତି କୁଞ୍ଜରମ୍, କୁଞ୍ଜର ମାନେ ପିଲାମାନେ ଜାଣିଛ? କୁଞ୍ଜର ମାନେ ହାତୀ। ତାହେଲେ ଦାନ୍ତ ପାଇଁ ହାତୀକୁ ମରାଯାଏ। ଆ ଅର୍ଥ ହଉଛି ଏଇଆ। ଦନ୍ତୟୋଃ ହନ୍ତି କୁଞ୍ଜରମ୍। ଚ ଚ ମାନେ ଏବଂ। ସୀତା ଗୀତା ଚ ପଠତଃ, ସୀତା ଏବଂ ଗୀତା ବା ତମେ କରିପାରିବ ସୀତା ଓ ଗୀତା ପଢୁଛନ୍ତି। ଯତ୍ର ଯତ୍ର ମାନେ ଯେଉଁଠି। ଯତ୍ର ଇଚ୍ଛସି ତତ୍ର ଗଛ, ହେଲା, ଯୋଉଠିକି ଚାହୁଁଛ ସେଠିକି ଯାଅ। ଏତେସାମ୍ ଏତେସାମ୍ କହିଲେ ଏମାନଙ୍କର। ଏତେସାମ୍ ଦାୟିତ୍ୱମ୍ କିମ୍, ଏମାନଙ୍କର ଦାୟିତ୍ୱ କଣ? ଅନ୍ୟାନି ଅନ୍ୟାନି କହିଲେ ଅନ୍ୟାନ। ଅହମ୍ ଅନ୍ୟାନି କାର୍ଯ୍ୟାଣି କରମି, ମୁଁ ଅଲଗା କାର୍ଯ୍ୟ ଗୁଡିକୁ କରୁଛି। ଜୀବନ୍ତି ଜୀବନ୍ତି ମାନେ ବଞ୍ଚି ରୁହନ୍ତି। તે ଆନନ୍ଦେନ ଜୀବନ୍ତି, ସେମାନେ ଆନନ୍ଦରେ ବଞ୍ଚୁଛନ୍ତି। ଅସ୍ମାକମ୍ ଅସ୍ମାକମ୍ କହିଲେ ଆମ ମାନଙ୍କର। ଅସ୍ମାକମ୍ ଉଦ୍ୟାନମ୍ ସୁନ୍ଦରମ୍, ଆମ ମାନଙ୍କର ଉଦ୍ୟାନ ସୁନ୍ଦର। ସେହିପରି ପରିତଃ ପରିତଃ ମାନେ ଚାରିପଟେ, ହେଲା। ସରୋବରମ୍ ପରିତଃ ପୁଷ୍ପବୃକ୍ଷାଃ ସନ୍ତି, ହେଲା, ସରୋବରର ଚାରିପଟେ ବା ପୁଷ୍କରିଣୀ ଚାରିପଟେ ଫୁଲ ଗଛ ଗୁଡିକ ଅଛନ୍ତି। ପିଲାମାନେ ତାହେଲେ ଆଜି ଆମେ କେତେ ଗୁଡିଏ ବାକ୍ୟ ଗଠନ କଲେ ବା ଜାଣିଲେ। ଏଗୁଡିକର ଅଭ୍ୟାସ ଦରକାର, ତୁମମାନଙ୍କର ବ୍ୟବହାର ମଧ୍ୟ କରିବା ଦରକାର। ତାହେଲେ ଯାହା ହଉ ତୁମେମାନେ ଏଇଟିକୁ ଦେଖିଥିବାରୁ ବା ଶୁଣିଥିବାରୁ ତୁମ ସମସ୍ତଙ୍କୁ ଧନ୍ୟବାଦ।